ନମସ୍କାର ସାଙ୍ଗମାନେ, ଆପଣଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଅନେକ ଅନେକ ଅଭିନନ୍ଦନ। ବହୁଦିନ ତଳର କଥା। ଶ୍ୟାମପୁର ଗ୍ରାମରେ ରହେ ଜଣେ ଧନୀ ସାହୁକାର। ସେ ସାହୁକାରର ଅଚଳ ଅଚଳ ସମ୍ପତ୍ତି ଥାଏ। ସେହି ସାହୁକାରର 3ଟି ବୋହୂ ଓ 3ଟି ପୁଅ ଥାଆନ୍ତି। ସେମାନେ ବେଶ୍ ଆନନ୍ଦରେ ଓ ଖୁସି ଖୁସିରେ ଚଳନ୍ତି। ସେହି ଘରର ସାନ ବୋହୂ ମାଳତୀ ବହୁତ ସଂସ୍କାରୀ ଏବଂ ଶିକ୍ଷିତ ଓ ବଡ଼ମାନଙ୍କ ପ୍ରତି ତା'ର ସମ୍ମାନ ସଦ୍ବ୍ୟବହାର ସେ ରଖିଥାଏ ଓ ତା ସହିତ ପୁଣି ସିଏ କୃଷ୍ଣଙ୍କର ଅନ୍ୟାନ୍ୟ ଭକ୍ତ ଥାଏ। ସେ ସନ୍ଧ୍ୟାବେଳେ ସକାଳେ ଡେଲି କୃଷ୍ଣଙ୍କ ପାଖରେ କୃଷ୍ଣ ନାମ ଜପ କରେ। ଶ୍ରାବଣର ମାସ ଆସି ପହଞ୍ଚି ଯାଇଛି। ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ଆସି ପହଞ୍ଚିଗଲାଣି। ଏହି ସମୟରେ ସେହି ଘରର 2 ବୋହୂ ନିଜ ନିଜ ବାପ ଘର ଯିବାକୁ ସବୁ ତାଙ୍କର ଲୁଗାପଟା ପ୍ୟାକ୍ କରିସାରିଲେଣି ଏବଂ ସେମାନେ ବହୁତ ଖୁସିରେ ନିଜର ବାପ ଘର ଯିବେ ବୋଲି ସବୁ ଘରର କାମ ସାରି ଓ ସମସ୍ତଙ୍କୁ ଖାଇବା ପିଇବା ଦେଇ ରାତିବେଳା ସେମାନେ ସବୁ ବ୍ୟାଗ୍ ବସ୍ତାରେ ପ୍ୟାକ୍ କରିସାରିଲେଣି ଓ ତା ସହିତ ମଧ୍ୟ ସବୁ ନିଜ ନିଜର ଯାବତୀୟ ଜିନିଷ ରଖିସାରିଲେଣି। ସକାଳ ମଧ୍ୟ ହୋଇଗଲାଣି। ଭୋରୁ ଆଜି ସେମାନେ ଉଠି ଘରର ସବୁ କାମ, ଘର ଓଳିଆଠୁ ଆରମ୍ଭ କରି ରନ୍ଧାବଢ଼ା ଯାଏଁ ସବୁ କାମ ସାରି ସାରିଲେଣି। ଏହି ସମୟରେ ମାଳତୀ ଆସି କହୁଛି, ଅପା, ତମେ କ'ଣ ଏତେ ଜଲ୍ଦି କାମ ଛିଡ଼େଇକି ଆସିଲଣି ହେରି? ତମେ କୁଆଡ଼େ ଯିବ ନା କ'ଣ? ମୋର ତ ଏପର୍ଯ୍ୟନ୍ତ କିଛି ବି କାମ ଛିଡ଼େଇବାକୁ ନାହିଁ। ଯାହା ହଉ ସକାଳୁ ଉଠି କାମ ସାରି ସବୁ ଆସିଛ ହେରି। ହେଲେ ମୁଁ ଗୋଟେ କଥା ବୁଝିପାରୁନି, ତମେ ଯାଉଛ କୁଆଡ଼େ? କହିଲ ଟିକେ କୁଆଡ଼େ ଯାଉଛ? ଆରେ ତୁ ଜାଣିନୁ କି କାଲି ମୋର କାମ ଥିବାରୁ ମୁଁ ଜଲ୍ଦି କାମ ସାରି ଦେଇଛି। ହଁ, କାଲି ରାକ୍ଷୀ ପୂର୍ଣ୍ଣିମା, ତୁ କ'ଣ ଜାଣିନୁ? ହଁ, ତୁ ବା କେମିତି ଜାଣିବୁ, ତୋର ତ ଭାଇ ନାହିଁ। ଏହି ପର୍ବରେ ଭାଇମାନଙ୍କୁ ପୂଜା କରାଯାଏ। ହଁ ଲୋ ମା, ତତେ ବା ମୁଁ କାହିଁ କହୁଛି, ତୁ ବା କ'ଣ ଜାଣିବୁ? 2 ଯା ଯେତେବେଳେ ମାଳତୀକି ଆଜି କଠୋର କଥା କହିଲେ ମାଳତୀ ମନ ଦୁଃଖ ହେଲା। ହେ ପ୍ରଭୁ, ଏତେ ବଡ଼ ଦିନରେ ସମସ୍ତେ ନିଜ ଭାଇ ଭଉଣୀମାନଙ୍କ ଖୁସିରେ ରାକ୍ଷୀ ବାନ୍ଧୁଥିବେ, ହେଲେ ମୁଁ ଗୋଟେ ଅଭାଗିନୀ ଭଉଣୀ ହୋଇ ମଧ୍ୟ ମୋ ନିଜ ଭାଇ ହାତରେ ମୁଁ ରାକ୍ଷୀ ବାନ୍ଧି ପାରିବିନି। ଏତେ ନିଷ୍ଠୁର କେମିତି ହେଲ ପ୍ରଭୁ? ତା ପରଦିନ ସକାଳ ହେଲା। ସାହୁକାରର 2 ବୋହୂ ମଧ୍ୟ ନିଜ ବାପ ଘରକୁ ଚାଲି ଯାଇଛନ୍ତି। ସକାଳୁ ସକାଳୁ ସେହି ଘରକୁ ଜଣେ ଅଜଣା ବ୍ୟକ୍ତି ଆସି କହୁଛି, ଆରେ ଅପା, ତୁ କ'ଣ ରାକ୍ଷୀ ବାନ୍ଧିବାକୁ ଯିବୁନୁ କି? ମୁଁ ତୋତେ କେତେ ବାଟରୁ ଆସିଛି ନେବା ପାଇଁ। ତୁ ଗଲୁ ଜଲ୍ଦି ବାହାରି ପଡ଼ିବୁ, ନହେଲେ ଆମ ଘରକୁ ଯିବା ପାଇଁ ରାତି ହୋଇଯିବ। ମାଳତୀର ସ୍ୱାମୀ କହୁଛି, କାହିଁ, ଆମେ ତ ତମକୁ ଜାଣିନୁ ବି ତମକୁ ଚିହ୍ନିନୁ। ଏମିତି କେତେ ବୁଝେଇଲା ପରେ ଆଜି ସମସ୍ତେ ରାଜି ହୋଇଯାଇଛନ୍ତି। ମାଳତୀକୁ ମଧ୍ୟ ତା ଭାଇ ସହିତ ତାଙ୍କ ଘରକୁ ଯିବା ପାଇଁ ଆଜି ସମସ୍ତେ ରାଜି ହୋଇଗଲେ। ମାଳତୀ ମଧ୍ୟ ଆଜି ଖୁସିରେ ତା ଭାଇ ସାଙ୍ଗରେ ନିଜ ଘରକୁ ଚାଲେ। ଏହି ସମୟରେ କେତେ ବାଟ ଗଲା ପରେ ମାଳତୀ ହଠାତ୍ କହୁଛି, ଭାଇ, ତମେ କୋଉଠି ଥିଲ? ଏତେ ବର୍ଷ ହେଲାଣି, ଦିନେ ମୋ କଥା ମନେ ପଡ଼ୁନଥିଲା? ମୁଁ ପରା 7 ସମୁଦ୍ର ପାର ହୋଇ ଯାଇଥିଲି ବାଣିଜ୍ୟ କରିବାକୁ। ସେଠି କିଛି ଟଙ୍କା ପଇସା ରୋଜଗାର କରି ଏଠିକି ଆସିଲି। ହଉ ଚାଲ ଆମେ ଘରକୁ ଯିବା। ମାଳତୀ ଭଲରେ ପହଞ୍ଚିଗଲ ତ? ଏମିତି ଘରେ ପହଞ୍ଚି ମାଳତୀ ଆଜି ତା ଭାଇ ହାତରେ ରାକ୍ଷୀ ବାନ୍ଧିଲା। ରାକ୍ଷୀ ବାନ୍ଧି ସମସ୍ତେ ଖୁସିରେ ରହିଲେ। ଏମିତି ଦିନ ପରେ ଦିନ ବିତି ଚାଲେ। ଦିନେ ମାଳତୀର ସ୍ୱାମୀ ଆଜି ମାଳତୀକୁ ନେବାକୁ ତାର ଶ୍ୱଶୁର ଘରକୁ ଆସିଲା। ଶ୍ୱଶୁର ଘରେ ଆସି ପହଞ୍ଚି ଦେଖେ ତ ବଡ଼ ବଡ଼ ମହଲ। ଏଠି ସେ ଛିଡ଼ା ହୋଇ କିଛି ସମୟ ଭାବିଲା, ଆରେ ଆଙ୍କର ତ ଭାରି ଧନୀ ଘର, ଯେଉଁ ବାହାରୁ ତ ଜଣାପଡ଼ୁଛି ବହୁତ ଧନୀ ଏମାନେ। ହଉ ଭିତରକୁ ଯାଇ ଏମିତି କଥା ଭାବି ମାଳତୀ ସ୍ୱାମୀ ଆଜି ତାଙ୍କ ଘରେ ପହଞ୍ଚିଗଲା। ମାଳତୀ ସ୍ୱାମୀକି ସେମାନେ ଭଲ ଚର୍ଚ୍ଚା କଲେ। ତାପରେ ଦିନ ସକାଳେ ମାଳତୀ ତାଙ୍କ ଘରକୁ ଯିବ। ବେଳେ ବେଳେ ଘରକୁ ଆସୁଥିବ, ଆଉ ଫୋନ୍ ମଧ୍ୟ କରି କଥା ହେଉଥିବ। ଏମିତି କଥାବାର୍ତ୍ତା ସରି ଆଜି ସମସ୍ତେ ମାଳତୀକୁ ବିଦାୟ ଦେଲେ। ବିଦାୟ ଦେବା ସମୟରେ ମାଳତୀକି ସେମାନେ ବହୁତ ସୁନା ଗହଣା ମଧ୍ୟ ଦେଇଥିଲେ। ମାଳତୀ ମଧ୍ୟ ତାଙ୍କଠୁ ବିଦାୟ ନେଇ ନିଜ ଘରକୁ ଚାଲେ। ଏମିତି ମାଳତୀ ନିଜ ବାପ ଘରୁ ଆସି କେତେ ବାଟ ଚାଲି ଚାଲି ଆସିବା ପରେ ମାଳତୀ ସ୍ୱାମୀର ମନେ ପଡ଼ିଲା, ଏ ରୁହ ମାଳତୀ, ମୁଁ ତ ମୋର କୁର୍ତ୍ତାଟା ସେଠି ଛାଡ଼ି ଆସିଲି। ଚାଲ ଆମେ ଯାଇ କୁର୍ତ୍ତାଟା ନେଇ ଆସିବା। ମୋର ଭଲ କୁର୍ତ୍ତାଟା ସେଇଟା। କୁର୍ତ୍ତାଟା ଛାଡ଼ିକି ଆସିଲ ହେରି କେମିତି? ଚାଲ ଯିବା କୁର୍ତ୍ତାଟା ନେଇକି ଆସିବା, ନହେଲେ ପୁଣି ନୂଆ କୁର୍ତ୍ତା କିଣିବାକୁ ପଡ଼ିବ।
ଏମିତି ଦୁହେଁ କଥାବାର୍ତ୍ତା ସରି ଆଜି ମାଳତୀ ତାର ସ୍ୱାମୀର କୁର୍ତ୍ତାଟା ଆଣିବାକୁ ତାର ବାପ ଘରକୁ ପୁଣି ଗଲା। ସେ ଯେଉଁ ବାଟରେ ଆସିଥିଲେ ସେଇ ବାଟରେ ମଧ୍ୟ ଗଲେ। ଦେଖିଲା ବେଳକୁ ସେଠି ମହଲ ନାହିଁ କି ମାଳତୀର ଭାଇ ନାହାନ୍ତି। ମାଳତୀ ମନେ ମନେ ଭାବୁଛି, ସେ କ'ଣ ମୋର ମିଛ ଭାଇ ଥିଲା କି? ମାଳତୀ ଆସି ଏପରି ଘଟଣା ଦେଖି ବଡ଼ ଆଶ୍ଚର୍ଯ୍ୟ ହୋଇଗଲା। ମନେ ମନେ ଭାବୁଛି, ମୋର ଭାଇ କୁଆଡ଼େ ଗଲା? ଆଉ ଏଡ଼େ ବଡ଼ ଘର ମଧ୍ୟ ସିଏ ନାହିଁ। ମାଳତୀର ସ୍ୱାମୀ ରାଗି ଯାଇ କହୁଛି, ଇଏ କି କଳା ଯାଦୁ ଥିଲା? ମୁଁ ତ ପ୍ରଥମରୁ ଜାଣିଥିଲି ଇଏ ତମର ମିଛ ଭାଇ। ମୁଁ ସେଥିପାଇଁ ପ୍ରଥମରୁ ସନ୍ଦେହ କରୁଥିଲି। ସେଥିପାଇଁ ତ ମୁଁ ଆଜି ତମକୁ ନେବା ପାଇଁ ଆସିଲି। ଏହି ସମୟରେ ସେଠି ନୀଳାମୟ ପୁରୁଷ କୃଷ୍ଣ ଆବିର୍ଭାବ ହେଲେ। ସେହି ସମୟରେ କୃଷ୍ଣ ଦେବତା କହୁଛନ୍ତି, ତମେ ମାଳତୀକୁ ରାଗନା। ମାଳତୀ ହେଉଛି ମୋ ଭଉଣୀ। ସେ ପ୍ରତିଦିନ ମୋ ମୂର୍ତ୍ତି ପାଖରେ ଲୁହ ଗଡ଼ାଇ କାନ୍ଦେ, କାହିଁକି ମୋତେ ଗୋଟେ ଭାଇ ଦେଇନ? ସେଥିପାଇଁ ସିଏ ମୋ ହାତରେ ପ୍ରତିବର୍ଷ ରାକ୍ଷୀ ବାନ୍ଧେ। ସେଥିପାଇଁ ତ ମୁଁ ମାଳତୀର ଦୁଃଖ ସହି ନ ପାରି ଏ ବର୍ଷ ତାକୁ ରାକ୍ଷୀ ବାନ୍ଧିବା ପାଇଁ ଆମ ଘରକୁ ଆଣିଥିଲି। ଆଜିଠାରୁ ମାଳତୀ ମୋ ଭଉଣୀ, ମୁଁ ତାର ଭାଇ। ଏମିତି ହିଁ ରାକ୍ଷୀ ପୂର୍ଣ୍ଣିମା।